ମୁଁ ଶ୍ରୀମତୀ ନିବେଦିତା ଲଙ୍କା ଯଶୋଦା ମା ଫାଉଣ୍ଡେସନର ଫାଉଣ୍ଡର। ମ୍ୟାଡ଼ାମ୍ କ'ଣ କହିବା ଆଜି ଗୋଟେ ଭଲ ସ୍ୱାସ୍ଥ୍ୟ ସେବା ଶିବିର ଏଠାରେ ଅନୁଷ୍ଠିତ କରିଛନ୍ତି, କ'ଣ କେମିତି କାର୍ଯ୍ୟକ୍ରମ ଅଛି? ଏଇଟା ତ ମୋର ପ୍ରଥମ ନୁହେଁ, ଆଉ ବହୁତ ପୂର୍ବରୁ ମୁଁ ପ୍ରାୟ 10-15 ବର୍ଷ ହେଲା ବ୍ଲଡ଼ ଡୋନେସନ୍ କ୍ୟାମ୍ପ କରିଛି, ଯେଉଁ କ୍ୟାନ୍ସର ଉପରେ କାର୍ଯ୍ୟକ୍ରମ କରିଛି, ବେଟି ବଚାଅ ବେଟି ପଢ଼ାଅ ସେଥିପାଇଁ ଗୋଟେ କାର୍ଯ୍ୟକ୍ରମ କରିଛି, ତାଛଡ଼ା ବୃକ୍ଷରୋପଣ ଧରିକି ବିଭିନ୍ନ ପ୍ରକାର ଜନହିତର ମାଗଣା ଦାନ୍ତ ପରୀକ୍ଷା ଶିବିର, ମାଗଣା ଚକ୍ଷୁ ପରୀକ୍ଷା ଶିବିର, ଏମିତି ଗୁଡ଼ିଏ କାମ ମୁଁ କରିଚାଲିଛି ଦୀର୍ଘ 10-15 ବର୍ଷ କରୁଛି। ଆଜି ଇଚ୍ଛା ହେଲା ଏଠି ଯେଉଁ 7,000 ପରିବାର ଅଛନ୍ତି ଯେଉଁ ବୁଧ ବିହାରରେ, ଯେଉଁମାନେ ସବୁ ବସ୍ତିରୁ ଉଠି ଆସିକି ଏଠି ଏଷ୍ଟାବ୍ଲିଶ୍ ହେଇଛନ୍ତି, ସେମାନଙ୍କର ସ୍ୱାସ୍ଥ୍ୟ ପାଇଁ ମୁଁ ଭାବିଲି ଯେ ଏମାନଙ୍କୁ ଯଦି ମୁଁ ଗୋଟିଏ ସ୍ୱାସ୍ଥ୍ୟ ଶିବିର କରିବି ତାହେଲେ ଏମାନେ ନିଶ୍ଚିତ ଭାବରେ ଉପକୃତ ହେବେ, ଆଙ୍କ ମୁହଁରେ ମୁଁ ହସ ଫୁଟେଇ ପାରିବି। ସ୍ୱାସ୍ଥ୍ୟ ହିଁ ସମ୍ପଦ ଯେଉଁ ଆମେ କହୁଛେ, ସୁସ୍ଥ ରହିଲେ ହିଁ ମଣିଷ ସମାଜ ପାଇଁ ଭଲ କାମ କରିପାରିବ। ତେଣୁ ସେଇ ଚିନ୍ତା କରିକି ମୁଁ ଆଜି ଏଠି କରୁଛି। ମୋର ସୀମିତ ସମ୍ବଳ ଭିତରେ ମଧ୍ୟ ମୁଁ ମୋର ଚେଷ୍ଟା ଜାରି ରଖିଛି ଏବଂ ମୁଁ ଆଗକୁ ଯିବା ପାଇଁ ଚାହୁଁଛି ଯେ ବହୁତ ଲୋକଙ୍କ ପାଖରେ ପହଞ୍ଚିବି, ସମସ୍ତଙ୍କ ମୁହଁରେ ହସ ଫୁଟେଇବା, ଏଇଟା ହେଉଛି ମୋର ଯଶୋଦା ଫାଉଣ୍ଡେସନର ମୁଖ୍ୟ ଲକ୍ଷ୍ୟ ହେଉଛି ଏଇଟା। କେଉଁ ଡିପାର୍ଟମେଣ୍ଟର ଡକ୍ଟର ଅଛନ୍ତି, ଆଜି କେତେ ପେସେଣ୍ଟକୁ ଟ୍ରିଟମେଣ୍ଟର ବ୍ୟବସ୍ଥା କରିଛନ୍ତି? ଆଜି କାର୍ଡ଼ିଓଲୋଜିର ଡକ୍ଟର ଅଛନ୍ତି, ଅର୍ଥୋପେଡ଼ିକ୍, ପେଡ଼ିଆଟ୍ରିକ୍, ମେଡ଼ିସିନ ସ୍ପେଶାଲିଷ୍ଟ ଏବଂ ଇସିଜି ଏବଂ ଫିଜିଓଥେରାପିଷ୍ଟ, ଏମିତି ବିଭିନ୍ନ କାଟାଗୋରୀର ଡକ୍ଟରମାନେ ଅଛନ୍ତି, ଯେଉଁଟାକି ସେମାନେ ବର୍ତ୍ତମାନ ଚାଲିଛି। ବର୍ତ୍ତମାନ ଲୋକ ଉପକୃତ ହେଉଛନ୍ତି, ବହୁତ ମୁଁ ଖୁସି ଅଛି। ସରକାରଙ୍କ ସାହାଯ୍ୟ ସହଯୋଗରେ କିଛି ଚାଲିଛି ନା ଆପଣ ନିଜସ୍ୱ? ନାହିଁ ସାର୍, ମୋତେ ଏପର୍ଯ୍ୟନ୍ତ ସରକାରୀ ସାହାଯ୍ୟ କିଛି ମିଳିନାହିଁ। ସରକାରୀ ସାହାଯ୍ୟ ମୋତେ କି ବେସରକାରୀ ସାହାଯ୍ୟ ଯଦି ମିଳିବ ତାତେ ମୁଁ ଦେଖାଇ ପାରନ୍ତି ଓଡ଼ିଶା ପାଇଁ ଯେ କ'ଣ ମୁଁ କରିପାରେ ବୋଲି ମୁଁ ଦେଖାଇ ଦେଇପାରନ୍ତି। ଜଣେ ସାଧାରଣ ଗୃହିଣୀ, ସାଧାରଣ ମାଆଟି କ'ଣ କରିପାରନ୍ତା, କିନ୍ତୁ ଏଠି ମୋ ପାଖେ ବୟସ ବି ହାର ମାନିଛି, ମୋତେ 63 ବର୍ଷରେ ପହଞ୍ଚିଲେଣି, ତଥାପି ମୋର ଇଚ୍ଛା ଶକ୍ତି ପ୍ରବଳ। ସେ ଇଚ୍ଛାକୁ ନେଇକି ହିଁ ମୁଁ ଆଗେଇ ଚାଲିଛି, ସମସ୍ତଙ୍କ ମୁହଁରେ ହସ ଫୁଟାଇବା ପାଇଁ ମୁଁ ଆଗେଇ ଚାଲିଥିବି ମଧ୍ୟ। ଯଦି ମୋତେ ସରକାର ସହଯୋଗ କରନ୍ତେ ତାହେଲେ ବହୁତ ବାଟ ମୁଁ ଆଗେଇ ପାରନ୍ତି, ବହୁତ କିଛି କରିପାରନ୍ତି। ପ୍ରଥମେ ଗୃହିଣୀ ଆପଣ ଜଣେ, ତାପରେ ଜଣେ ନାରୀ, ତାପରେ ଦେଖିବେ ସମାଜସେବା କ୍ଷେତ୍ରରେ ସୁନ୍ଦର ସୁନ୍ଦର ପଦକ୍ଷେପ ଗୁଡ଼ା ଇନିସିଏଟିଭ୍ରେ ଆପଣ କାର୍ଯ୍ୟକ୍ରମ ସବୁ କରିଆସୁଛନ୍ତି। ତେଣୁ କ'ଣ ସମାଜକୁ ବାର୍ତ୍ତା ରହିବ ଆପଣଙ୍କର? ମୁଁ ଏତିକି କହିବି ଯେ ଆମେ ସମସ୍ତେ ଯଦି ଖୁସିରେ ରହିବା ତ ସମାଜ ବହୁତ ଆଗକୁ ରହିବ। ଏଇଟା ହେଉଛି ମୋର ମୁଖ୍ୟ ବାର୍ତ୍ତା। ସମସ୍ତେ ଆଗେଇ ଆସନ୍ତୁ। ସମାଜ ସେବା ଗୋଟେ କ'ଣ କି ଆପଣଙ୍କ ଏଇଟା ମନରୁ ଆସିବା ଦରକାର। ସମାଜ ମନରୁ ଆସିବା ଦରକାର, ଯେଉଁଟାକି ସମାଜ ସେବା ଆମକୁ ଭଗବାନ ସବୁ ଦେଇଛନ୍ତି। ଆମେ ତେଣୁ ସମାଜ ପାଇଁ ଆମର ସମସ୍ତଙ୍କର କିଛି କର୍ତ୍ତବ୍ୟ ରହିଛି। ସେଇ କର୍ତ୍ତବ୍ୟକୁ ଆମେ ଯଦି ଭୁଲିଯିବା ତ ସେଇଟା ଠିକ୍ ହେବନି। ମୁଁ ଚାହୁଁଛି ସମସ୍ତେ ଆଗେଇ ଆସିବା ଦରକାର। ସମାଜ ପାଇଁ ଆମେ କିଛି ସମୟ ବାହାର କରିବା, ସମାଜକୁ କିଛି ସମୟ ଦେବା। ଯେଉଁମାନେ ଅବହେଳିତ ନିଷ୍ପେଷିତ ଅଛନ୍ତି ସେମାନେ କିଛି ସମୟ ଦେବା। ଆପଣ ତ ମୋତେ ଭଲ ଭାବେ ଜାଣିଥିବେ, ମୁଁ ଶିକ୍ଷା ଉପରେ ହିଁ କାମ କରୁଛି ବେଶୀ। କାରଣ ଯେଉଁମାନେ ଅଭାବୀ, ମେଧାବୀ, ଗରିବ ପିଲା ଅଛନ୍ତି, ଅର୍ଥ ପାଇଁ ଆଗକୁ ଆସିପାରୁନାହାନ୍ତି, ସେଇଭଳିଆ ପିଲାଙ୍କୁ ସାଉଁଟି ଆଣି ସମାଜର ବିଭିନ୍ନ ଜିଲ୍ଲାରୁ ତାଙ୍କୁ ଆଣି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ତାଙ୍କୁ ବି ମଜବୁତ ପ୍ଲାଟଫର୍ମ ତିଆରି କରିବା କାମ ଦୀର୍ଘ 25 ବର୍ଷ ହେଲା ମୁଁ କରିଚାଲିଛି। ଆଉ ସେଇ ପିଲାମାନେ ଆଜି କିଏ ଡାକ୍ତର, ଇଞ୍ଜିନିୟର, କିଏ OS ଅଫିସର, କିଏ ସାଇଣ୍ଟିଷ୍ଟ, ବିଭିନ୍ନ ପଦପଦବୀରେ ଆଜି ଶହ ପିଲା ମୋର ଉପକୃତ ହୋଇଛନ୍ତି, ଯାହାଦ୍ୱାରା ଆପଣମାନେ ମୋତେ ଯଶୋଦା ମା ବି ବନାଇ ଦେଇଛନ୍ତି। ତେଣୁ ମୁଁ ସେଇ ଯଶୋଦା ମା ତାହା କାମ କରିଚାଲିଛି। ଆଉ ସମସ୍ତଙ୍କର ଆଶୀର୍ବାଦ, ଏଇଟା ଖାଲି ଯେ ମୁଁ ଏକା କରୁଛି ନୁହେଁ, ସମସ୍ତଙ୍କର ଆଶୀର୍ବାଦ ଅଛି, ମିଳିତ ସହଯୋଗ ଅଛି। ଆଜି କେୟାର ହସ୍ପିଟାଲ ଯଦି ସହଯୋଗ ନ କରିଥାନ୍ତା ମୁଁ ଏଇଠି ଠିଆ ହୋଇପାରିନଥାନ୍ତି। ଆଜି କମ୍ୟୁନିଟି ହଲରେ ଯଦି ପେସେଣ୍ଟ ସେକ୍ରେଟାରୀ ମୋତେ ସହଯୋଗ ନ କରିଥାନ୍ତେ ମୁଁ ଏ ଜାଗାରେ ଠିଆ ହୋଇପାରିନଥାନ୍ତି। ତେଣୁ ସମସ୍ତଙ୍କ ସହଯୋଗ ଅଛି, ମିଳିତ ସହଯୋଗରେ ଆଜି ଏଠି ଆମେ ଗୋଟେ କାର୍ଯ୍ୟକ୍ରମ କରୁଛି, ସମସ୍ତଙ୍କ ମୁହଁରେ ହସ ଫୁଟି ପାରୁଛି, ସେଥିପାଇଁ ବହୁତ ଖୁସି ଅଛି। ବିଶେଷ କରି ବେଶୀ ଧନ୍ୟବାଦ ଦେବି ଗଣମାଧ୍ୟମକୁ, ଯେଉଁମାନେ ମୋର କାମକୁ, ମୋର ଚିନ୍ତାଧାରାକୁ ଆଗେଇ ନେଇଛନ୍ତି, ତାଙ୍କୁ ମୋ ତରଫରୁ ବହୁତ ମୁଁ କୃତଜ୍ଞତା ଜଣାଉଛି ଗଣମାଧ୍ୟମକୁ।